ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗରେ କୁଜଙ୍ଗ ସହକାରୀ ନିର୍ବାହୀ ଯନ୍ତ୍ରିକ କାର୍ଯ୍ୟାଳୟ ଅଧୀନ ଏରସମା ସହକାରୀ ଯନ୍ତ୍ରିକ ଅନୁପସ୍ଥିତିରେ କିଭଳି ହେଉଛି କାମ ତାହା ଏହି ଭିଜୁଆଲ ବୟାନ କରୁଛି। ଯନ୍ତ୍ରୀ ବାଲିକୁଦାରେ ରହି ବିଲ୍ କରୁଛନ୍ତି, ତାହାର ଏକ ନଗ୍ନ ଉଦାହରଣ ଏବେ ଲୋକଲୋଚନକୁ ଆସିଛି। ଦେଖିବାକୁ ମିଳିଛି, ଏରସମା ତହସିଲଦାରଙ୍କ ସରକାରୀ ବାସଗୃହ ପ୍ରାଚୀରକୁ ନିର୍ମାଣ କରାନଯାଇ ପୁରୁଣା ପ୍ରାଚୀର ପାଖରେ 5 ହାତର ପ୍ରାଚୀରକୁ 500 ଇଟାରେ ଯୋଡ଼ାଇ କରାଯାଇ 1,50,000 ଟଙ୍କା ବିଲ୍ କରିନେଇଥିବା ଠିକାଦାର ଏବେ ଚର୍ଚ୍ଚାରେ। କେବେ ହେବ ଏହାର ତଦନ୍ତ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଆ ଲାଇଭ୍।